ପିଆଜ କାଟି ବୋପା ବୋଉକୁ ଦିଦି ଆମେ ଡାକିଲି ଏଠି ଚିକେନ୍ ପାଇଁ ଆମର ପ୍ରସ୍ତୁତ। ଦିଦି ତାଙ୍କର ଆଜି ଚିକେନ୍ କରିବେ ଦିଦି। ଆମେ ଫଙ୍କସନ୍ ଯାଇ ମୋତେ ଭାରି ନିଦ ମାଡ଼ୁଛି। ଆଜି ଦିଦିକି ଟିକେ ଠକେଇଦେବା। ନା ସବୁବେଳେ ଦିଦି ହିଁ ଚିକେନ୍ ମଟନ୍ କରନ୍ତି, ମୁଁ କରେନି। ମାଛ ହେଲେ କରେ, ଦିଦି ତାଙ୍କ ଟିକେ ଚିକେନ୍ ଫିକେନ୍ କରନ୍ତି। କେତେ କିଲୋ ଚିକେନ୍? 2 କିଲୋ 2.5 କିଲୋ ଆଣିବ ତ। ହଁ ହବ। ଏ କିଲେ ଖଣ୍ଡେ ପିଆଜ କଟା ହେଲେ। ହଁ ବା 2 କିଲୋ ପିଆଜ ଏତିକି ଅଛି ଆଉ। କାଲି ଚିଲିରେ 4ଟା ଖଣ୍ଡେ ଆମର ଫଙ୍କସନ୍ ବୟ ଏଇଠି ଖାଉଛନ୍ତି। କ'ଣ ଖାଉଛ ଫଙ୍କସନ୍ ବୟ? ମସ୍ତି କି ଗୀତ ଗାନ କର? ମସ୍ତି ହଉ ଚାଲ ଆଜି ମସ୍ତିରେ ଚାଲ ରୋଷେଇ କରିଦେବା ନାଇଁ। ମୋତେ ତ ନିଦ ମାଡ଼ୁଛି। ଚାଲ କ'ଣ କରିବା, ନିଦ ମାଡ଼ିଲେ ତ ଘର କାମ ହେବ ନିଶ୍ଚିନ୍ତ। ଯାହେଲେ ରୋଷେଇ କରିବାକୁ ପଡ଼ିବ, ଖାଇବାକୁ ପଡ଼ିବ, ଖାଇ ପିଇକି ଜଲ୍ଦି ଶୋଇବାକୁ ପଡ଼ିବ ନୁହଁ ର। ସେଇଆ ମକର ଆଜି ଯିବା ନାହିଁ। ହଉ ଚାଲ ମୁଁ ଯାଉଛି ରୋଷେଇ କରିବି। ମୋ ପୁଅ ତାର ମିକ୍ସଚର ଖାଉଛି ବସିକି। ହଉ ଦଉଛି ଲାଇନ୍ଟା ନେବା ଦେଖୁନ କେମିତି ଘନକାର ଅନ୍ଧାର। ମୁଁ ଠିଆ ହେଇଛି ତ ଚିକେନ୍ ପାଇଁ ପ୍ରିପାରେସନ୍ ଚାଲିଛି ଆମର। ଦିଦି ନଡ଼ିଆ ପତ୍ର ପୁରଉଛନ୍ତି, ନଡ଼ିଆ ପତ୍ର ହସୁଛି କାଳେ। ଲିପି ଧୂଆଁ ହେଲା ବେଳୁ ସେ କାଳେ ହସୁଛି। ନଡ଼ିଆ ପତ୍ର ହସିଲାଣି ଦିଦି ଘର ଆଡ଼େ ନଡ଼ିଆ ପତ୍ର ହସେଇ ସବୁ। ରହ ମମି ପକଉ ରହ ତାତିନି ବା। ଆଜି ଆରବ ଟିକେ ସାହାଯ୍ୟ କରିବ ଆମକୁ ଚିକେନ୍ ତ କହିଛି ଆଜି ଆରବ କରିବ। ଠିଆ ହେଇ ସାହାଯ୍ୟ ସେଦିନ ଗୁଡୁ ଭାଇ ମା ପୁଅ ଚିକେନ୍ କରିବା ପାଇଁ ତେଲ ପକଉଛନ୍ତି। ଏଟା ଖରା ହଉଛି ବହୁତ ଖରା କିଛି ଯୋଉମାନେ ସର୍ଟ ଭିଡ଼ିଓ ପକେଇଥିଲେ ଦେଖିଥିବେ, କହୁଥିଲେ ରୋଷେଇ ବନ୍ଦ। କାଲି ଫଙ୍କସନ୍ ଯାଇ ମୋତେ ବହୁତ ବାଧା ଲାଗୁଛି, ମୋତେ ଖାଲି ନିଦ ମାଡ଼ୁଛି। ଦିଦି ତାଙ୍କର ଚିକେନ୍ କରିଥାନ୍ତେ ଆଜି। ମୁଁ ଆରବ ଦାସ ଆଜି ଚିକେନ୍ କରିବେ। ଆରବ ଦାସ କରୁଛନ୍ତି ରୋଷେଇ କରିବେ। ଆଳୁ କେମିତି ପକଉ ଦେଖ ବାକ ବଲ୍ ବ୍ୟାଟ୍ ଖେଳିଲା ବସିଲା ନନା ବସିଲା ଆଜି ରୋଷେଇ। ଚାଲ ସାଙ୍ଗମାନେ ଯାହା ହଉଛି ମୋ ପୁଅ ଚିକେନ୍ କରି ଦେଖିବା କେମିତି ଟେଷ୍ଟ ଲାଗୁଛି ନାଇଁ। ମୋର ତ ଆଜି ରବିବାର ସାଧା, ସେଟା ଖାଇବେ କହିବେ ଆଉ ମୋ ପୁଅ ଚିକେନ୍ କରୁଛି ଆଉ। ଚାଲ ସବୁ କହିବ ପକା ଅଦା ରସୁଣ ପେଷ୍ଟ କଷିବା ପଡ଼ି ସାରିଲାଣି ଆଉ ମାରିନେଟ୍ ହେଇ ଥୁଆ ହେବାକୁ ପଡ଼ିବ। ଇଏ ମସଲା ହେଲାଣି ଚିକେନ୍ ଆଉ 5 ମିନିଟ୍ ପରେ ହଁ ଅଛି ଭିତରେ କଲି ଯାଉ ନା ମୁଁ ପକେଇବି କଷି ସାରିଲା ପକେଇବି। ତୁ ବସ ସେଠି ଖରା ହଉଛି। ଆଳୁ ଏବେ ପଡ଼ିବନି, ଅଧା ହେଲା ବେଳୁ ସେ ହେଲାଣି ସେ କଷି ହେଲେ ହବ ନା। କ'ଣ ହେଇଛି କଲର୍ ଦେଖାଯାଉ କଲର୍ଟା ବଢ଼ିଆ ଦେଖାଯାଉଛି। କିଛି ସମୟ ପରେ ଆମର ଫାଇନାଲି ଚିକେନ୍ ପାଇଲା। ତମର ଚିକେନ୍ କଷା ନେଇଯାଉନ ଖାଇବ। ଆକୁ ଟିକେ ସାହସ ପକେଇବି ପକେଇଟା ଛିଚିଲ 4ଟା ଲୋକଙ୍କୁ ନିଦ ଭାଙ୍ଗିଦେଲା ଚିକେନ୍ କରିକି ଶୋଇପଡ଼ିବ କି ମତେ ଚୁଲି ଜଗେଇଦେଲା ଚିକେନ୍। ଯାହା ମୋ ନିଦ ଭାଙ୍ଗିଗଲା, ଗୋଡ଼ ନିଆଁ ପଡ଼ିଗଲା, ନିଦ ଭାଙ୍ଗିଛି ତ ଏକାଥରେ ମୋର ଏକାଥରେ ଅଳସୁଆ ଭାଙ୍ଗି ଯାଇଛି। ଚାଲ ଏଥର ଚିକେନ୍ ଖିଆ ପିଆ ଷ୍ଟାର୍ଟ। ମୋର ପୁଣି ସାଧା ରୋଷେଇ। ଚିକେନ୍ କେମିତି ହେଇଛି ଆଜି ଏଇ ପ୍ରକାର ଚିକେନ୍। ହଁ ସେ ବଡ଼ ହାଣ୍ଡି ଚିକେନ୍ ଖାଇଲେ ଭଲ ଲାଗୁଛି ନା, ପୁରା ବଢ଼ିଆ ମସ୍ତ ଚିକେନ୍।
ଫାଇନାଲି ସାଙ୍ଗମାନେ ଚିକେନ୍ ତରକାରୀ ରାନ୍ଧି ସାରିଲା ପରେ ମୋର ଦେଖନ୍ତୁ ସାଧା ଭାତ, ଗୋଟେ ଶାଗ ଭଜା, ଆଳୁ ଭଜା, କେଡ଼େ ଲଙ୍କା ଦେଖନ୍ତୁ। ଆକୁ ଦେଖି ଭାବୁଥିବେ ବହୁତ ରାଗ ନାହିଁ, ଇଏ ରାଗ ଟୋଟାଲ୍ ନାହିଁ। ଆଚାର ଲଙ୍କା, ଏ ହେଉଛି ପନିର ଆଉ ଗ୍ରୀନ୍ ମଟର କରି ମୋର ସାଧା। ଗ୍ରୀନ୍ ମଟର ତରକାରୀ ଭଲ ହେଇଛି। ଆଉ ସାଙ୍ଗମାନେ ମୋ ଭିଡ଼ିଓଟା ଭଲ ଲାଗୁଥିଲେ ଟିକେ ଲାଇକ୍ କରିବେ, ସବସ୍କ୍ରାଇବ୍ ବି କରିବେ। ଆପଣମାନେ ବହୁତ ଭଲ ପାଇ ରହୁଛନ୍ତି ମୋ ଭିଡ଼ିଓକୁ ଦେଖିକି ସାଙ୍ଗମାନେ, ମୁଁ ଦେଖୁଛନ୍ତି, ବହୁତ ବହୁତ ଧନ୍ୟବାଦ ସାଙ୍ଗମାନେ। ମୋ ଯେତିକି ଭାଇ ଭଉଣୀମାନେ ସେ ଯୋଗାଇ ଦେଉଛନ୍ତି ସମସ୍ତଙ୍କୁ ମୋର ବହୁତ ବହୁତ ସାରା ଭଲ ପାଇବା। ଆଉ ମୋ ଚ୍ୟାନେଲକୁ ସାଙ୍ଗମାନେ ସପୋର୍ଟ କରୁନି। ଚାଲ ଖାଇବା। ଦିଦି ଭାଇ ଖାଇସାରିଲେ, ଦିଦି ପଖାଳ ଖାଇଦେଲେ, ଚିକେନ୍ କରୁଥିଲି। ମୁଁ ଆଜି କହୁଥିଲି ସାଙ୍ଗମାନେ ଚିକେନ୍ କରିବିନି, ନିଜ ଥିଲା ଏମିତି ହେଲା। ମୁଁ ଚିକେନ୍ କଲି, ନା ନା ଆରବ ଜାନ ଶୋଇ, ଆରବ ଶୁଣି ଯା ମୋ ବାପା ବା କରିବିନି। ହେଲେ ମୁଁ ହିଁ ଆଜି ରୋଷେଇ କଲି। ଯେଉଁ କାମ ଯେଉଁଦିନ ଭାବିଥିବ ସେଇଦିନ ମଣିଷଙ୍କର ହେଇପାରେ ନା। ମୁଁ ଆଜି ଭାବିଥିଲି ରୋଷେଇ କରିବିନି, ଚିକେନ୍ କରିବିନି ଭାବିଥିଲି ସାଙ୍ଗମାନେ। ମୁଁ ଭାବିଥିଲି ଆଜି ଚିକେନ୍ କରିବିନି, ଦେଖିଲା ମୁଁ ଆଜି ରୋଷେଇ ହିଁ କଲି। ତାପରେ ଚୁଲି ନିଆଁ ମାରି ମୋ ଗୋଡ଼ଟା ଫୁଟୁକା ବି ହେଇଗଲା ସାଙ୍ଗମାନେ। ଚୁଲି ରୋଷେଇ ମୋତେ ଟିକେ ଇଏ ଲାଗେ। ତାପରେ ମୋ ନିଦ ଏକାଥରେ ଭାଙ୍ଗିଗଲା, ଯେମିତି ଗୋଡ଼ ଟିକେ ନିଆଁ ଚେଙ୍କା ଲାଗିଗଲା, ମୋ ନିଦ ଭାଙ୍ଗିଗଲା। ଆରାମସେ ରୋଷେଇ କଲି, ଏବେ ବି ପୋଡ଼ୁଛି ମୋ ପାଦ। ଦିଦି କହୁଥିଲେ ମୁଁ କରିଦେବି, କରିସାରିଲେଣି, ତମେ ଆଉ କାହିଁ ଆସିବ। ହଉ ସାଙ୍ଗମାନେ ଆପଣମାନେ ଯାଆନ୍ତୁ ଖାଇବେ। ଚିକେନ୍ ତ ଆମେ ଖାଇଲୁନି, ଯିଏ ଖାଇବେ ସେ ତାଙ୍କ ଟେଷ୍ଟ କହିବେ। ମୋ ପୁଅ ତ ଖାଇସାରିଲେ, ସେ ଟେଷ୍ଟ କରୁଛି। ହଉ ଆଉ ରଖୁଛି ସାଙ୍ଗମାନେ, ବାଏ। ଆରବ